ଗଡ଼ ଜଗନ୍ନାଥ ମହାପ୍ରଭୁଙ୍କ ଘୋଷ ଯାତ୍ରାର ପ୍ରଥମ ସୋପାନ ନିର୍ବିଘ୍ନରେ ସମାପନ। ବଡ଼ବଜାର ଖାସ୍ପା ସାହିରେ ବଡ଼ ଜଗନ୍ନାଥ ଓ ସାନ ଜଗନ୍ନାଥ ଅର୍ଥାତ୍ ଗଡ଼ ଜଗନ୍ନାଥ ବିରାଜମାନ। ଘୋଷ ଯାତ୍ରା ଉପଲକ୍ଷେ ରଥାରୂଢ଼ ଶ୍ରୀ ଜଗନ୍ନାଥଙ୍କ ରଥ ଉପରେ ମହୁରୀ ରାଜା ଶ୍ରୀ ଅଶୋକ କୁମାର ନରେନ୍ଦ୍ର ଦେବ ଛେରା ପହଁରା କରିବା ସହ ରାଜ ଆଳତି କରିଥିଲେ। ପରେ ଶ୍ରଦ୍ଧାଳୁଙ୍କ ଦ୍ୱାରା ରଥ ଟଣା ହୋଇଥିଲା। ସୂଚନା ଯୋଗ୍ୟ ଯେ ପ୍ରାୟ 300 ବର୍ଷ ତଳେ ମହୁରୀଗଡ଼ ପତନ ହୋଇଥିଲା। ତତ୍ପରେ ଗଡ଼ରେ ପୂଜା ପାଉଥିବା ଜଗନ୍ନାଥ ମହାପ୍ରଭୁଙ୍କୁ ଅଣାଯାଇ ବ୍ରହ୍ମପୁର ଖାସ୍ପା ସାହି ଠାରେ ମନ୍ଦିର ସ୍ଥାପନ କରାଯାଇଥିଲା। ତେଣୁ ସାନ ଜଗନ୍ନାଥ ଗଡ଼ ଜଗନ୍ନାଥ ନାମରେ ବିଦିତ। ସାନ ଜଗନ୍ନାଥଙ୍କ ରଥଟଣା କାର୍ଯ୍ୟକ୍ରମରେ ବଦ୍ରିନାରାୟଣ ନାୟକ, ଜି ଉମାପତି ଆଚାରୀ, ସୁରେନ୍ଦ୍ର ସେନାପତି, ମୁରଲୀ ସୁବୁଦ୍ଧି, ଗୋପୀ ସେଠୀ, କୁରା ଶାସମଲ, ପ୍ରକାଶ ନାୟକ ଓ ପବିତ୍ର ଶାସମଲ ପ୍ରମୁଖ ସହଯୋଗ କରିଥିଲେ। ମଞ୍ଚଜ୍ୟୋତି ନ୍ୟୁଜ ତରଫରୁ ସୁଭାଷ ଚନ୍ଦ୍ର ସାହୁ, ରୋଶନଙ୍କ ରିପୋର୍ଟ।